সম্পর্কটা খাদ্য খাদ্য ঈদের কারণ ସମସ୍ତେ ଏକାଠି ଚଳୁଛନ୍ତି ଏପଟେ ପୁଅ ହଉଛନ୍ତି ଆଜ୍ଞା ଗଣେଶ ଜଣେ ପୁଅ ହଉଛନ୍ତି କାର୍ତ୍ତିକ ଉଭୟଙ୍କ ବାହନ ଟିକେ ରକ୍ଷା କରନ୍ତି ଜଣଙ୍କର ମୂଷା ବାହନ ହେଲା ବେଳେ ଆଉ ଜଣଙ୍କର ହଉଛି ସେପଟେ ସନ୍ତାନଙ୍କ ଗଳାରେ ଶୋଭା ପାଉଛନ୍ତି ସର୍ପ ସମ୍ପର୍କ ସବୁ ଆଜ୍ଞା ଖାଦ୍ୟ ଖାଦ୍ୟ କରନ୍ତି ମୟୂର ସର୍ପ ଇଏ ଦୁଇ ଜଣ ହେଲେ ଖାଦ୍ୟ 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 ଇଏ ଖାଦ୍ୟ ଖାଦ୍ୟ ହୋଇ କେହି କାହାକୁ ଖାଉନାହାନ୍ତି ସେ ନାହାନ୍ତି परस्पर स्नेह आज्ञा भरी रही से परिवार भितर नारायण कल्याण कला करी 120 वर्ष प्रभात विद्या बुद्धि प्रदान करते सर्वे बोल आनंद परस्पर स्नेह केही काहाକୁ ଖାଆନ୍ତିନି ତାହା ସହିତ କାହା ସହିତ ଝଗଡ଼ା ହୁଏନି କୋଉ ପରିବାର ଭିତରେ ପରସ୍ପର ଏକତ୍ରିତ ହୋଇଛନ୍ତି समर्थन कथा रही किंतु गोटे बात नहीं बुझा पड़ो हे मोर सर्जन मंडली जदि परस्पर स्नेहमता जो परिवार अच्छी से परिवार संक्रांत परिवार कौन झगड़ा है संक्रांत विषपान जदि विषपान कले ये विषटा तरल पदार्थ होता है पेट भर को मजाई भोलानाथ शंकर जमी कंठ विष को रखी विश्व कंठरे रखिले समस्त जानती नीलकंठ नाम है किंतु विश्वटा कोठी आसी ना विश्व आसी सागर मंथन समस्त जानती सागर मंथन कालपुत विश्व बाहर से विश्व को भोलानाथ शंकर पान करथिले सागर मंथन काई केला एडा बड़ सागर पुनी क्षीर सागर जदि क्षीर सागर मंथन ला क्षीर रेट लिटर को 30 टका कोन पाई 30 घरे आनी दे दिबे ना अरे हम गाई जो क्षीर दउची तम गाई आ ओके टका क्षीर दउतो ताला क्या विचार करो 60 टका समझ के जानती कथा जे सागररू विष बाहर भगवान विषपान करथिले किंतु मुख्य कथा जे पर्यंत प्राय केही जानि नथि ये सागर मंथन ता काहे की होइथिला सागर मंथन न होइथिले किछ असुविधा है थांता सागर मंथन हरम रहस्य रहित प्राण भितरी कोन से रहस्य ताल से कारण का कौन नहीं थिबाले को कथा पड़ी जाए मन मो मंडली एक दिन स्वर्गर राजा इंद्र ऋषि दुर्वासा के निमंत्रण पत्र देले काहेकि ना मित्र अतिथि रूप ऋषि दुर्वासा को आज्ञा निमंत्रण पत्र पठेला के राजा इंद्र बास राजा निमंत्रण पत्र पठेछंती निमंत्रण पत्र पाई ऋषि दुर्वासा के खुशी हमको साइड दियो रे इंद्र पत्र दिछु आज्ञा तो की दी छथि आज्ञा अति सुर पर मते जीवा पर आज्ञा हम तो मुख लोग पोस्ट अरे ठीक अछि आज्ञा मुनिष्ठ जाई पहुंची ये निमंत्रण पाई सिद्धवासा ने देखा पहिले न
ପବିତ୍ର ଜଳରେ ଆଜ୍ଞା ପାଦଟାକୁ ଧୋଇ ଦେଉଛନ୍ତି ସେଦିନ ଦେବରାଜ ଇନ୍ଦ୍ର ଋଷି ଦୁର୍ବାସାଙ୍କର ଆଜ୍ଞା ଆସନ୍ତୁ ଆଜ୍ଞା ଆପଣ ପଦଯୁକ୍ତ କରିବେ ସିଂହ ଦିଅ ଚଟାଣଟା ଓଦା ହେଇଯିବେ ତଳକୁ ଦେଖୁନାହାନ୍ତି ପାଦଟାକୁ ଆଜ୍ଞା ଧୋଉଛନ୍ତି। ଆପଣ ଧୋଇବେ ନା ଏମିତି ବେଧୁଆ ରହିଯିବେ ଅଧୁଆ ହଁ ଅଧୁଆ ପାଦଟାକୁ ଆଜ୍ଞା ଧୋଇ ଦେଉଛନ୍ତି। ଆଜି ଋଷିଙ୍କର ପାଦକୁ ଧୋଇଲା ବେଳେ ବାସି ସେଦିନ ଭାବାକୁ ଧରି ପଡ଼ୁଛି ଦେବରାଜ ଇନ୍ଦ୍ରଙ୍କର ବାବା। ନା ପବିତ୍ର ତଳେ ପାଦ ଧୋଇ ଆସନେ ବସା ଇଲେ ନେଇ ଆସନେ ବସା ଇଲେ ନେଇ ଆସନେ ବସା ଇଲେ ନେଇ ଜଳରେ ପାଦକୁ ଧୋଇକି ଦେବରାଜ ଇନ୍ଦ୍ର ଋଷି ଦୁର୍ବାସାଙ୍କୁ ଆଜ୍ଞା ସୁଷମାସନରେ ନେଇ ବସେଇ ଦେଲେ। ସେହିଭଳି ଭାବକୁ ଇନ୍ଦ୍ର ଆଜ୍ଞା ସତ୍କାର କରାଯାଏ। ଉତ୍ତମ ଖାଦ୍ୟ ଉତ୍ତମ ବସ୍ତ୍ର ଉତ୍ତମ ପାନୀୟ ଜଳ ସବୁ କିଛି ଦେଇ ବାସି ଦେଇଛନ୍ତି। ଅତିଥି ସେବାରେ ସେଦିନ ଋଷି ଦୁର୍ବାସା ଖୁସି ହେଇଗଲେ। ବାସି ଇନ୍ଦ୍ର ମୋର ସମୟ ହେଇଗଲା ମତେ ଯିବାକୁ ପଡିବ କିନ୍ତୁ ମୁଁ ଆଜି ତୁମ ଉପରେ ଭାରି ଖୁସି। ଆଜ୍ଞା ଆଜ୍ଞା ଶୁଣ ତମ ଅତିଥି ସେବାର ମୁଁ ଖୁସି ହୋଇ ତମକୁ ଆଜି ଗୋଟିଏ କର ଦବାକୁ ଚାହୁଁଛି ଗୋଟିଏ ବସ୍ତୁ। ଶୁଣ ଏହାକୁ ତୁମେ ଗ୍ରହଣ କର। ମୁଁ ତ ହଉଛି ଜଣେ ବ୍ରାହ୍ମଣ ଋଷି ମୋ ପାଖରେ ତ କିଛି ନାହିଁ ଦେବା ପାଇଁ। ତମେ ତ ରାଜା ଇନ୍ଦ୍ର ତମକୁ ଆଉ କମ ଦେଇ ଖୁସି କରିବି ତଥାପି ଯେତେବେଳେ ତମ ସେବାରେ ମୁଁ ଖୁସି ହେଇଛି ତମକୁ ଇଏ ଦୁର୍ବାସାର ପୁଷ୍ପମାନେ ପ୍ରଦାନ କର। ନିବାସାୟ ନିତ୍ୟାୟ ପରମାନନ୍ଦେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ଜଗତର ନାଥ ଜଗନ୍ନାଥ ମୋର ପୁଣ୍ୟ ପିଲା ଦୁଇଙ୍କର ମଙ୍ଗଳ ବିଧାନ କରିବା ସହିତ ବିଦ୍ୟା ବୁଦ୍ଧି ପ୍ରଦାନ କରି ଚଳାପଥ ନିଶ୍ଚିତ କରି ସମସ୍ତ ରୋଗ ଦୁଃଖ ଦୂର କରିବା ସହିତ ତାଙ୍କ ପରିବାରର ସମସ୍ତଙ୍କର କଲ୍ୟାଣ କରନ୍ତୁ ପ୍ରଭୁ ନାରାୟଣ ସର୍ବେ ବହୁତ ଆନନ୍ଦେ କବା। ହରି ବୋଲ ଆଜ୍ଞା ପୁଷ୍ପମାଳ ଦେଇ ପଡ଼ିଲା ଏ ମୋର ସଜ୍ଜନ ମଣ୍ଡଳୀ ସେତେବେଳେ ଦୁର୍ବାସା ପୁଷ୍ପମାଲ୍ୟଟା ଇନ୍ଦ୍ରଙ୍କ ହାତକୁ ଦେଇ କିଛି ବାଟ ଆଜ୍ଞା ଯାଇଛନ୍ତି କିଏ ସିନା ଋଷି ଦୁର୍ବାସା। କିଛି ବାଟ ଋଷି ଦୁର୍ବାସା ଆଜ୍ଞା ଯାଇଛନ୍ତି। ବାସି ହଠାତ୍ ଆଜ୍ଞା ପୁଷ୍ପମାଲ୍ୟକୁ ଧରି ମହାଦେବ ଚିତ୍କାର କରିବାକୁ ଲାଗିଲେ। ଋଷି ଦୁର୍ବାସା ମୁଁ ସ୍ୱର୍ଗର ରାଜା ଇନ୍ଦ୍ର ରାତ୍ର ପାଇବା ମାତ୍ରେ ଯାହା ଭଗବାନ ଅଷ୍ଟମ ପାଦରେ ନୂପୁର ବାନ୍ଧି ରୁଣ୍ଡୁର ତାର ନାଚନ୍ତି ତାକୁ ଗୋଟାଏ ପୁଷ୍ପ ମାଲ୍ୟ ଦେଇ ତୁମେ ଚାଲି ଯାଉଛ ଦୁର୍ବାସା। ମନା କରେ ଆମର ଏ ଦୁର୍ବାସା ତ ପୁଷ୍ପ ମାଲ୍ୟକୁ ତମ ଛାତିରେ ନେଇଯାଅ ପୁଷ୍ପମାଲ୍ୟକୁ ଅପମାନ କରୁ। ମୋର ଭୁଲ ହେଇଯାଇଛି ଆଜ୍ଞା ମୁଁ ପୁରା ଟେନସନରେ ଥିଲି ଆଜ୍ଞା ହେ 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 ଭାବିଲି ମୁଁ ଇନ୍ଦ୍ର ମୋ ପାଖରେ କଣ ଅଭାବ ଅଛି ଗୋଟେ ପୁଷ୍ପମାଲ୍ୟ ଦେଇଦିଅ ଗେଣ୍ଡୁଟା। ଆରେ ତୁମେ ଦେବତା ମାନେ ସମସ୍ତେ ସେଇଆ। ଆରେ ତୁମେ ମହେନ୍ଦ୍ର ତୁମକୁ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରଦାନ କରିଥିବାରୁ ତମ ଦେବତା ମାନଙ୍କର ଭାରି ଗର୍ବ ଆଉ ଅହଙ୍କାର। ଶୁଣା ଇନ୍ଦ୍ର ଆଜ୍ଞା ତମେ ଆଜି ଯୋଉ ଭଳି କର୍ମ କରିଛ ବାସି ତୁମ ପାଇଁ ସମସ୍ତ ଦେବମଣ୍ଡଳୀ ଆଜି ଦଣ୍ଡ ଭୋଗିବାକୁ ପଡିବ। ବାସି ଆମ ଦେବତା ମାନଙ୍କୁ ମୁଁ ଅଭିଶାପ ଦଉଛି ଇଏ ସବୁଦିନ ପାଇଁ ତୁମ ସିହୀନ ହୋଇଯାଅ। ଆଜ୍ଞା ଅଭିଶାପ ଦେଇଦେଲେ ସେଦିନ ଋଷି ଦୁର୍ବାସା। ଆଜ୍ଞା କିଛି ଉପାୟ ଏ ହଉ ଦେବତା ମାନେ ସବୁ ଭଲ ଭଲ ପଦାର୍ଥ ପାଇଛ ତ ସେଥିପାଇଁ ପୁଷ୍ପମାଲ୍ୟର ମୂଲ୍ୟଟା ତମେ ବୁଝିପାରିବ। ୟା ମୂଲ୍ୟ ତମେ କାହିଁ ବୁଝିବ ନା ମତେ ମୂଲ୍ୟ କାହିଁ ବୁଝିବା ସବଳରେ ବୁଝିବା ସବଳରେ
ରାତି ପାଇଲେ ଯେ କାଇଁଚ ଭାଇ ସହିତ ଖେଳେ ମୁକ୍ତିର ମୂଲ୍ୟ ତାକୁ ଦେଲେ ସିଏ ମୁକ୍ତିର ମୂଲ୍ୟଟା କଣ ବୁଝିବ? ଆଏ ଦେବରାଜ ଇନ୍ଦ୍ର ଇଏ ଦୁର୍ବାସର ତ ପୁଷ୍ପମାଲ୍ୟର ମୂଲ୍ୟ ତମେ କେବେ ବୁଝିପାରିବନି। ଶୁଣ 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 ଅଭିଶାପ ଦେଲି ତୁମକୁ। ନାଇଁ ଆଜ୍ଞା ଫେରେଇ ଦିଅନ୍ତୁ ଯାହା ହେଇଛି ଯାହା ହବ ନା ଯେ ହାତ ଧରୁଛି ପାଦ ଧରୁଛି ଆଜ୍ଞା। ପାଦ ତଳେ ପଡ଼ିଗଲେ ଆଜ୍ଞା ସେଦିନ ଦେବରାଜ ଇନ୍ଦ୍ର ଆସି କ୍ଷମା କରିଦିଅ। କ୍ଷମା କରିଦିଅ। ଅଜାଣତରେ ମୁଁ ଆପଣଙ୍କୁ ଅପମାନ କରିଛି। ଆଉ ଏ ଭୁଲ କେବେ କରିବିନି। ଆପଣଙ୍କର ଜଣେ ଜ୍ଞାନୀ ଗୁଣୀ ପଣ୍ଡିତ ମୁନି ଋଷି ଆପଣଙ୍କର ଏଇ ଇନ୍ଦ୍ରର କଥା ବୁଝିବେନି ପ୍ରଭୁ। ଦଣ୍ଡିବା ଶକ୍ତି ଯାର ଥାଇ ହାଁ? ସେ ପୁଣି କ୍ଷମା ନା ଦଣ୍ଡିବା ଶକ୍ତି ଯାର ଥାଇ ହୋ ଗୋବିନ୍ଦ ଯେବେ କ୍ଷମା ଚରାଇ ହୋ ଗୋବିନ୍ଦ ତାରଇ ହୋ ଗୋବିନ୍ଦ ଦେବେ କ୍ଷମା କର ଗୋବିନ୍ଦ ଦଣ୍ଡିବା ଶକ୍ତି ଯାର ଥାଇ ସେ ଯେବେ କ୍ଷମା ଚରାଇ। ସମସ୍ତେ କହନ୍ତି ଆଜ୍ଞା ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା କରେ। ଇଏ ଯୋଉ କଥାଟା ଆଜ୍ଞା ସମ୍ପୂର୍ଣ୍ଣ ଭୁଲ। ଅର୍ଥଟା ଟିକେ ଦେଖନ୍ତୁ ଯାହାର ଦଣ୍ଡ ଦେବାର ଶକ୍ତି ଅଛି ସେ ପୁଣି ତାকে କ୍ଷମା ମାଗିବ। ଭାଗବତ କହିଲେ ଏ ପଦଟା ତା ମୁହଁ ଦଣ୍ଡିବା ଶକ୍ତି ଯାର ଥାଇ ସେ ଯେବେ ବା ସିଏ ଯଦି କ୍ଷମା କରିଦିଅନ୍ତି ତାହେଲେ ଆମେ କ୍ଷମା କରିବା। ସେଇ କଥା କହିଲେ ନା କ୍ଷମା କଲେ ଭାଲୋ କ୍ଷମା କରେ ମାଲୋ କ୍ଷମା କ୍ଷମା କରି ଆଇ କ୍ଷମାର ଥାଇ ରଙ୍ଗ କ୍ଷମାର ଥାଇ ରଙ୍ଗ କ୍ଷମାର ଗ୍ରହିତା କ୍ଷମାର ବହୁଏ ଜୟ ସଂସାରେ क्षमा कले मारो क्षमा करिलो ई क्षमार नथाई अंत क्षमार ग्रहिता क्षमावंत हुए ये संसार बड़ रे हे मुनिवर आपण क्षमा कर दियन किंतु आज्ञा ऋषि दुर्वासा कहिले मुनि ऋषि वचन थरे आज्ञा कथाटा बाहरी पड़िला परी और पुनर्बार आज्ञा फेरिनी अरे हे इंद्र तमे जदि चाहुछ ମୁଁ ତମକୁ ତମେ ନିଜର କଥାଟାକୁ ଆଜି ମାନୁଛ ନିଜ ଭୁଲକୁ ସ୍ୱୀକାର କରୁଛ ମୁଁ ତମକୁ ଗୋଟେ ବାଟ ବତେଇଦେବି କିନ୍ତୁ ଅଭିଶାପ ପଡ଼ିଛି ମାନେ ପଚିବ ନା। ଆସି ପାଟଟା କଣ କହୁନାହାନ୍ତି ଶୁଣ ସାଗର ମନ୍ଥନ କରିବାକୁ ପଡ଼ିବ। ସାଗର ମନ୍ଥନ କଲେ ହରେଇ ଯାଇଥିବା ବସ୍ତୁକୁ ପୁନର୍ବାର ତୁମେ ଫେରି ପାଇବ। ଆଜ୍ଞା ଏଡ଼େ ବଡ଼ ସାଗର କେମିତି ମନ୍ଥନ କରିବା ଆମେ ପାରିବୁ ଆଜ୍ଞା ପାରିବ କେମିତି ପାରିବୁ ଆଜ୍ଞା ବୈକୁଣ୍ଠ ଭୁବନ ନାରାୟଣଙ୍କ ପାଖକୁ ଟିକେ ଯା ନାରାୟଣଙ୍କ ନାରାୟଣ ବତେଇ ଦେବେ ସାଗର ମନ୍ଥନଟା କେମିତି ହବ। ଯେ ମୋର ଜ୍ଞାନୀ ମଣ୍ଡଳୀ ସମସ୍ତ ଦେବ ମଣ୍ଡଳ ଏକତ୍ରିତ ହୋଇ ଯାଇ ପହଞ୍ଚିଗଲେ ଆଜ୍ଞା ବୈକୁଣ୍ଠ ଭୁବନରେ। ଏ ପୁଅ ବୈକୁଣ୍ଠ ଭୁବନରେ ଆଜ୍ଞା ନାରାୟଣ ଆଜ୍ଞା ଶୟନ କରିଛନ୍ତି। ହାତ ଧରିକି ଆଜ୍ଞା ଡାକିଲେ ଦେବ ମଣ୍ଡଳୀ କହିଲେ ପ୍ରଭୁ ଟିକେ ଉଠି ପଡ ଏ ଦେବତା ମାନଙ୍କୁ ଆଜି ବିପଦ ପାଇଯାଇଛି। ଅତୁଟି ଆଜ୍ଞା ଛାନ୍ଦ କେମିତି ଡାକୁଛନ୍ତି ଦେବତା ମାନେ ଆଜ୍ଞା ଭଗବାନ ନାରାୟଣ। ଆପଣ ଯଦି କରୁଣା ନ କରିବେ ये देवता मन को असुर मन मानिबे ये देवता मन को ଆଉ କେହି ପୂଜା କରିବେନି। ଆପଣ ଆମ ଜୀବନ ପ୍ରଭୁ ହାତ ଯୋଡ଼ି ନିବେଦନ କରୁଛନ୍ତି ଆଜ୍ଞା ସମସ୍ତ ଦେବମାନେ ନା ପର କରୁଣା ହରି ଇଏ କଳାକୁ ଜରି ହାରି Hare